এবং নীলশৈল দুইটা ক্লাসিক উপন্যাস রচনা করছে। রাশি রাশি প্রবন্ধ লেখা হয়েছি, কবিতা লেখা হয়েছি এবং আমি তাকে জগন্নাথ সাহিত্য କହିପାରିବୁ। এই ଜାତିର ସାଂସ୍କୃତିକ ମୂଳାଧାର, ଆଧ୍ୟାତ୍ମିକ ମୂଳାଧାର ହେଉଛନ୍ତି ଜଗନ୍ନାଥ। এই ଓଡ଼ିଆ ଜାତି ହେଉଛି ଜଗନ୍ନାଥ ମନସ୍କ, ଜଗନ୍ନାଥ ପ୍ରାଣ। ସେଇଥିପାଇଁ ଆଜି ଆପଣ ଦେଖୁଛନ୍ତି ବଡ଼ଦାଣ୍ଡରେ ଭକ୍ତିର ଏଇ ପ୍ଲାବନ, ଭକ୍ତିର ଏଇ ବନ୍ୟା। ସକାଳେ ଯେତେବେଳେ ଆମେ ଆସିଲୁ ଏ ମଞ୍ଚକୁ, ଆମେ ଟିକେ ନିରୁତ୍ସାହିତ ହେଇଯାଇଥିଲୁ। ପାଣିପାଗ ଅତ୍ୟନ୍ତ ଖରାପ ଥିଲା, କିନ୍ତୁ ପ୍ରଭୁଙ୍କର ଅପାର କୃପାରୁ ବର୍ତ୍ତମାନ ପାଗ ବହୁତ ଭଲ ହେଇଯାଇଛି ଏବଂ ପ୍ରଭୁଙ୍କର ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ଭକ୍ତମାନେ କ୍ରମାଗତ ଭାବରେ ବଢ଼ି ଚାଲିଛନ୍ତି। ତାଙ୍କ ସଂଖ୍ୟା ବହୁତ ବଢ଼ି ଚାଲିଛି। ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ରଥଟଣା। ସକାଳୁ ପହଣ୍ଡି କାର୍ଯ୍ୟକ୍ରମ ହେଇଥିଲା। ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଭଗବାନ କାହିଁକି ପହଣ୍ଡିରେ ଆସୁଛନ୍ତି? ଭଗବାନଙ୍କୁ କ'ଣ ବୋହିକିରି ଆଣି ହୁଅନ୍ତାନି? ଭଗବାନଙ୍କୁ କ'ଣ ସେମିତି ସିଧା ନେଇ ଆସି ହୁଅନ୍ତାନି? ଭଗବାନ କାହିଁକି ଆସୁଛନ୍ତି ପହଣ୍ଡି? ଏ ନିର୍ଦ୍ଦେଶ ଭଗବାନ ଦେଇଛନ୍ତି ଇନ୍ଦ୍ରଦ୍ୟୁମ୍ନ। ଇଏ ହେଉଛି ଇନ୍ଦ୍ରଦ୍ୟୁମ୍ନ ପରମ୍ପରା। ଭଗବାନ ପରମ ବୈଷ୍ଣବ ଇନ୍ଦ୍ରଦ୍ୟୁମ୍ନକୁ କହିଛନ୍ତି। ତେଣୁ ଉତ୍କଳ ଖଣ୍ଡରେ ଅଛି ପ୍ରତିମା ଉବାସ। ଏଠି ପ୍ରତିମା କଥା କହୁଛି। ପ୍ରତିମା କହିଲେ ଦାରୁ ବ୍ରହ୍ମ ଦାରୁ, ଗୋଟେ ସଜୀବ ଦାରୁ। ସବୁ ହିନ୍ଦୁ ମନ୍ଦିରରେ ଯେତେ ପ୍ରତିମା ବିଗ୍ରହ ଆପଣ ଦେଖୁଛନ୍ତି ପଥର ନିର୍ମିତ, ନହେଲେ ଧାତୁ ନିର୍ମିତ। ଏଠି ପ୍ରତିମା ହେଉଛି ଦାରୁ ନିର୍ମିତ। ଓଡ଼ିଶା ଦାରୁ ବ୍ରହ୍ମ, ବ୍ରହ୍ମ ଦାରୁ। ସେ କଥା କହୁଛନ୍ତି, ସେ ନରଲୀଳା କରୁଛନ୍ତି, ସେ ଲୀଳା କରୁଛନ୍ତି ଏଇଥିପାଇଁ ଯେ ସାଧାରଣ ମଣିଷର ଯାହା ହୁଏ ତାଙ୍କର ତାହା ହେଉଛି। ସେ ଆଜି ଯାତ୍ରାରେ ଯିବେ, ଭଉଣୀକି ନେଇକି ଯାଉଛନ୍ତି, ସିଆଡ଼େ ବସିଛନ୍ତି ଅଭିମାନିନୀ ଲକ୍ଷ୍ମୀ, ତାଙ୍କ ପ୍ରାଣପ୍ରିୟା ଲକ୍ଷ୍ମୀକି ନେଉନାହାନ୍ତି। ଲକ୍ଷ୍ମୀ ଭେରା ପଞ୍ଚମୀ ଦିନ ଏଠୁ ବାହାରି, ଭେରା ପଞ୍ଚମୀ ମାନେ ଷଷ୍ଠୀ ତିଥି, ରଥଯାତ୍ରାର ଆଜିର ପଞ୍ଚମ ଦିନ ଲକ୍ଷ୍ମୀ ବାହାରିବେ। ଭେରା ମାନେ ଦର୍ଶନ କରିବା।